ଏବେ ଦେଖ କିସ ପଢ଼ିବା ନା ଧାତବ ଅକ୍ସାଇଡ୍ ସହିତ କାହାକୁ ମିଶାଇବ ନା ଅମ୍ଳକୁ। ଧାତବ ଅକ୍ସାଇଡ୍ ସହିତ କାହାକୁ ମିଶାଯିବ ନା ଅମ୍ଳକୁ। ତେବେ କିସ ହେବ ଦେଖ ଧାତବ ଅକ୍ସାଇଡ୍ ସହିତ ଅମ୍ଳକୁ ମିଶାଇଲେ ଲବଣ ଓ ଜଳ ସୃଷ୍ଟି ହୁଏ। ଏକ୍ଜାମ୍ପଲ୍ କିସ ଧାତବ ଅକ୍ସାଇଡ୍ କାହାକୁ ନେବ ଧରାଯାଉ ତୁମେ କପର ଅକ୍ସାଇଡ୍ ନେବ ପ୍ଲସ୍ ଅମ୍ଳ କାହାକୁ ନେବ HCl କିସ ହେଇଯିବ CuCl2 ପ୍ଲସ୍ H2O। ଆଉ ଗୋଟେ ଏକ୍ଜାମ୍ପଲ୍ ନେବା ଧରାଯାଉ ଆଲୁମିନିୟମ୍ ଅକ୍ସାଇଡ୍ Al2O3 ପ୍ଲସ୍ HCl କିସ ହେଇଯିବ AlCl3 ପ୍ଲସ୍ H2O। ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ K2O ପ୍ଲସ୍ H2SO4 କିସ ହେଇଯିବ ନା K2SO4 ପ୍ଲସ୍ H2O। ଦେଖ ତିନିଟା ଯାକ ଇକ୍ୱେସନ୍ରେ ଯାହା ଯାହା ସୃଷ୍ଟି ହେଇଛି ଉତ୍ପାଦ କେସ୍ରେ ସବୁ ହେଉଛି କିସ ନା ଇଏ ହେଉଛି ଲବଣ ଇଏ ହେଉଛି ଜଳ ଇଏ ବି ଲବଣ ଇଏ ହେଉଛି ଜଳ ଇଏ ହେଉଛି ଲବଣ ଇଏ ହେଉଛି ଜଳ। ବୁଝିହେଉଛି। ୟାଙ୍କୁ ଯଦି ନାଁଟା ଲେଖିବା ନାଁଟା କିସ ହେଇଯିବ ଦେଖ ଏହାର ନାଁ ହେଇଯିବ କପର କ୍ଲୋରାଇଡ୍। ସେମିତି ଏହାର ନାଁ କିସ ହେଇଯିବ ନା ଆଲୁମିନିୟମ୍ କ୍ଲୋରାଇଡ୍। ସେମିତି ୟାର କିସ ନାଁ ହେଇଯିବ ଦେଖ ପଟାସିୟମ୍ ସଲଫେଟ୍। ବୁଝିହେଉଛି। ତାପରେ ଦେଖ ତାପରେ ତୁମର କି ଆସିବ ଅଧାତବ ଅକ୍ସାଇଡ୍ ସହିତ ଅମ୍ଳର ପ୍ରତିକ୍ରିୟା। ଅମ୍ଳ କହୁଛି କ୍ଷାରର ପ୍ରତିକ୍ରିୟା। ବୁଝିହେଉଛି। କ୍ଷାର ସହିତ ଅଧାତବ ଅକ୍ସାଇଡ୍ର ପ୍ରତିକ୍ରିୟା। ତେବେ କିସ ହେବ ଦେଖ ନା ଅଧାତବ ଅକ୍ସାଇଡ୍ ସହିତ କ୍ଷାରର ପ୍ରତିକ୍ରିୟା ହେଲେ ଲବଣ ଓ ଜଳ ସୃଷ୍ଟି ହୁଏ। ଏକ୍ଜାମ୍ପଲ୍ ଦେଖ କି ଦିଆହେଇଛି ନା ଅଧାତବ ଅକ୍ସାଇଡ୍ କାହାକୁ ନିଆହେଇଛି CO2କୁ କାର୍ବନ ଡାଇଅକ୍ସାଇଡ୍ ପ୍ଲସ୍ କ୍ଷାର କାହାକୁ ନିଆହେଇଛି କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ CaOH2 ରିଆକ୍ସନ୍ କଲେ କିସ ହେଇଯିବ CaCO3 ପ୍ଲସ୍ H2O। ବୁଝିଲା। ତେବେ ଦେଖ ତୁମର କ୍ୟାଲସିୟମ୍ କାର୍ବୋନେଟ୍ ହେଉଛି କିସ ନା ତୁମର ଲବଣ ଗୋଟେ ଆଉ H2O କିସ ଜଳ। यापर देख यापर किस कौची ना जदि तुमे अम्ल सहित जल को मिसेब तेबे किस सब
ଘଟଣା ଘଟିବ। ଦେଖ ଆଚ୍ଛା ଏସିଡ଼୍ରେ ନେବା HCl ଆଉ କିସ ନା ତା ସହିତ ପାଣି ମିଶାଇବ H2O ମିଶାଇବ ତେବେ କି ହେଇଯିବ ଦେଖ ଇଏ ତିଆରି ହେବ H3O ପ୍ଲସ୍ ପ୍ଲସ୍ Cl ମାଇନସ୍ ଆଉ H3O ପ୍ଲସ୍କୁ କି କୁହାଯାଏ ଏହାର ନାଁ ହେଉଛି ହାଇଡ୍ରୋନିୟମ୍ ଆୟନ୍। ଆଉ এই ହାଇଡ୍ରୋନିୟମ୍ ଆୟନଟା କିସ ନା ଇଏ ହେଉଛି ଅନଷ୍ଟେବୁଲ୍ ଇଏ ସାଙ୍ଗେ ସାଙ୍ଗେ କିସ କରିବ ନା ଭାଙ୍ଗିଦେବ କିସ ଭାଙ୍ଗିବ H2O ପ୍ଲସ୍ H ପ୍ଲସ୍। ତ ଭଲସେ ଲକ୍ଷ୍ୟ କର ଯଦି ଆମେ ଏସିଡ଼ରେ କିସ କଲେ ନା ପାଣି ମିଶାଉଛେ ତେବେ ସେ ଆମକୁ କିସ ଦେବ ନା H ପ୍ଲସ୍ ଆୟନ୍ସ ଦେବ ବୁଝୁଛି ଯଦି ଏସିଡ଼ରେ ଆମେ ପାଣି ମିଶାଇବା ସେ ଆମକୁ କି ଦେବ H ପ୍ଲସ୍ ଆୟନ୍ ଦେବ ତେବେ এইটু ଆମେ কি ଜାଣିଲେ ନା ଅମ୍ଳ বা ଏସିଡ଼ କିସ H ପ୍ଲସ୍ ଆୟନ୍ ସୃଷ୍ଟି କରନ୍ତି। ସେମିତି ଯଦି ଆମେ କ୍ଷାର ସହିତ ଜଳକୁ ମିଶାଇବା କ୍ଷାର ସହିତ ଜଳକୁ ମିଶାଇବା ତେବେ କିସ ହେବ ଦେଖ କ୍ଷାର ନେଲେ KOH ଆମେ କିସ କଲେ ନା ଏଠି ପାଣି ମିଶାଇ ଦେଲେ H2O ତେବେ କିସ ହେବ ଇଏ ଆରାମସେ ସିମ୍ପଲସେ ଭାଙ୍ଗିଯିବ କେମିତି K ପ୍ଲସ୍ ପ୍ଲସ୍ OH ମାଇନସ୍ ସେ ବୁଝିହେଉଛି ସେମିତି ଧରାଯାଉ NaOH ନେଲ ସେଠି ତୁମେ କିସ କରିବ ପାଣି ମିଶାଇବ ତେବେ କିସ ହେଇଯିବ Na ପ୍ଲସ୍ ଆଉ OH ମାଇନସ୍ ସେ ଭାଙ୍ଗିଯିବ କିମ୍ବା ତୁମେ ନେବ କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ଼ ଏଠି ପାଣି ଦେବ କି ହେଇଯିବ ଇଏ ଭାଙ୍ଗିଯିବ Ca+2 ପ୍ଲସ୍ 2OH ମାଇନସ୍ ତାମାନେ ଯଦି ଆମେ କ୍ଷାର ସହିତ ପାଣିକୁ ମିଶାଇବା ତେବେ ସେ ଆମକୁ କିସ ଦେବ ନା OH ମାଇନସ୍ ଦେବ ବୁଝିହେଉଛି ତେବେ ଏଇଠୁ ଆମେ କିସ ଜାଣିପାରିବା ନା କ୍ଷାର ଗୁଡ଼ିକ ସବୁବେଳେ OH ମାଇନସ୍ ଦେଇଥାନ୍ତି। ଏବେ ଦେଖ ଏବେ କି ପଢ଼ିବା ନା ଲଘୁକରଣ କାହାକୁ କୁହାଯାଏ ଲଘୁକରଣ କାହାକୁ କୁହାଯାଏ ଦେଖ ଲଘୁକରଣ ମାନେ କିସ ନା କୌଣସି ଜିନିଷକୁ ଆମ ଘନତ୍ୱରେ କମ୍ କରିବା ଧରାଯାଉ ଗୋଟେ ଏସିଡ଼ ଅଛି ଧରାଯାଉ HCl ତୁମର ଏସିଡ଼ ଅଛି বা H2SO4 ତୁମର ଏସିଡ଼ ଅଛି ଏଗା ହେଉଛୁ ବହୁତ ହି ପାୱାରଫୁଲ୍ ଏସିଡ଼ ବୁଝିହେଉଛି ଯଦି ତୁମେ ହାତରେ ରଖିବ ଇଏ ହାତକୁ ପୋଡ଼ିଦେବ H2SO4କୁ ବି ସେମିତି ତୁମେ ହାତରେ ରଖିବ ହାତକୁ ସେ ପୋଡ଼ିଦେବ ତେବେ ମୋତେ କୁହ ଏହା ଘନତ୍ୱକୁ କମେଇବା ତାମାନେ କିସ କରିବା ନା ଏଠି ପାଣି ମିଶାଇବା ଏସିଡ଼ରେ ଯଦି ଆମେ ପାଣି ମିଶାଇବା ତେବେ ତାର ଘନତ୍ୱ କମିଯିବ ତେବେ ୟାର ଡେଫିନେସନ୍ ଦେଖ କିସ ନା ଜଳରେ ଅମ୍ଳ ବା କ୍ଷାର ମିଶାଇବା ଦ୍ୱାରା ଏକକ ଆୟତନ ପ୍ରତି H3O ପ୍ଲସ୍ বা OH ମାଇନସ୍ ଆୟନର ଗାଢ଼ତା କମେ ଏହାକୁ ଲଘୁକରଣ କୁହାଯାଏ। ଲଘୁକରଣ ମାନେ ମୂଳ ଲକ୍ଷ୍ୟ ହେଉଛି ତୁମେ କ୍ଷାର ବା ଅମ୍ଳରେ କିସ କରିବ ପାଣି ମିଶାଇବ ତେବେ ତାର କିସ ଘନତ୍ୱ କମିଯିବ ସେ ପାୱାର କମିଯିବ ବୁଝିହେଉଛି ଏହାପରେ ଦେଖ ଏହାପରେ ଆସିବ ତୁମର କିସ pH
pH স্কেল কথা pH স্কেল কিস কদি হব দেখ না তোমার এসিড আউ বেসকু মাপি হব তার মানে ক্ষার আউ অম্লকু জানি হব তার স্কেল কি কি থাই না মঝিরে থিব কেতে 7 ডাহা সাইডকু লাস্টকু থিব 14 এপটে থিব 0 বুঝিলা যদি তুমি 7 রু 14 পর্যন্ত বা 14 পর্যন্ত যাব সে কি প্রকৃতি হব এগা হব ক্ষারীয় প্রকৃতি বুঝাଉଛି ସେମିତି 0 ରୁ 7 ଭିତରେ କିସ ହେବ ଅମ୍ଳୀୟ ପ୍ରକୃତି ঠিক ଆଉ 7 କିସ ହେବ ଦେଖ 7 ହେବ ନ୍ୟୁଟ୍ରାଲ বা ପ୍ରଶମନୀ বা ପ୍ରଶମିତ ବୁଝିଲା ତେବେ ଦେଖ ତୁମର 7 ରୁ 14 ଭିତରେ ଯଦି କ୍ଷାରୀୟ ପ୍ରକୃତି ଅଛି ତେବେ ମୋତେ କୁହ ଏପଟେ OH ମାଇନସ୍ ଆୟନ ବଢ଼ିବ ତେବେ କିଏ କମିବ ନା H ପ୍ଲସ୍ ଆୟନ ଏଠି କମିବ ବୁଝାଉଛି ସେମିତି ଏଠି ଲକ୍ଷ୍ୟ କର ଯେହେତୁ ତୁମ 0 ଆଉ 7 ମଧ୍ୟରେ ଅମ୍ଳୀୟ ପ୍ରକୃତି ଅଛି ତେବେ ଏଠି କି ବଢ଼ିବ H ପ୍ଲସ୍ ଆୟନ ବଢ଼ିବ ତ କମିବ କିଏ OH ମାଇନସ୍ ଆୟନ କମିବ ଏଠି ବୁଝାଉଛି या पर देखो किस दिया या पर केते से एग्जांपल देछि तुमको किस एग्जांपल देखो देछि पाचक रस रो से दिया pH केते ना 1.2 सेमती लेंबू रस दिया केते दिया ना 2.2 तापे कि दिया जल और रक्त तो दिखाई के 7.4 ताप दिखाई मिल्क ऑफ मैग्नेशिया या कि कह जाए MgOH होल 2 मैग्नेशियम हाइड्रोक्साइड या pH केते अच्छी 10 अच्छी आउ किस अच्छी ना सोडियम हाइड्रोक्साइड NaOH यार केते अच्छी ना यार 14 अच्छी यही सब pH स्केल बा pH भैल्यू का सब तुम बही दिखाई बुझी तापर देख या पर किस आसो देख या पर तुम आसो सबल अम्ल क्या कहवा आम क्या कह ना जो अम्ल अधिक H प्लस आयन सृष्टि कर ताहाकू सबल अम्ल कह जाए एग्जाम्पल देखिए आसबे देख तुम एग्जाम्पल आसबे HCl आसो हाइड्रोक्लोरिक एसिड H2SO4 आसो सल्फ्यूरिक एसिड आउ कि आसो नाइट्रिक एसिड आसो HNO3 सेमती दुर्बल अम्ल क्या कह देख ना जो अम्ल कम H प्लस आयन सृष्टि करे ताहाकू दुर्बल अम्ल कह जाए एग्जाम्पल देखुन किस आसो ना कार्बनिक एसिड हो पार आउ किस एसिटिक एसिड हो पार
तापर किस आसो देख सबल अम्ल आ दुर्बल अम्ल गला सेमती आसो तुम सबल क्षार आउ दुर्बल क्षार सबल क्षार गोटे आसो क्या कह ना जो क्षार अधिक OH माइनस आयन सृष्टि करे ताहाकू सबल क्षार कह जाए। एग्जाम्पल देख किए आसो ना तुम NaOH हो पार सोडियम हाइड्रोक्साइड पोटासियम हाइड्रोक्साइड हो पार कैल्शियम हाइड्रोक्साइड हो पार मैग्नेशियम हाइड्रोक्साइड भी हो पार सेमती दुर्बल क्षार किए हम देख जो क्षार कम OH माइनस आयन सृष्टि करे ताहाकू दुर्बल क्षार कह जाए। एग्जाम्पल किए कहे देख एग्जाम्पल तुम हो कपर हाइड्रोक्साइड एमोनियम हाइड्रोक्साइड बुझे हूँ इम्पोर्टाट जिनसगा या मन रखापी चेष्टा कर। तापर देख पीएच विषय आगे देखा किस कही ना धरा जाऊ आम बॉडीर पीएच केते हम आम बॉडीर पीएच केते आसो देख आम बॉडीर पीएच केते केते थाए तो से मन रखिबो से आसे तुम पीएच 7.0 रु 7.8 बुझे सेमती जदि एसिड रेन कह एसिड रेन बा अम्ल वर्षा से केते रु कम थाए ना 5.6 रु कम हेले 5.6 यदि कम हो पीएच तेरे से किस कह एसिड रेन बा अम्ल वर्षा कह या एमती भी लिखा लेस देन 5.6 तापर किस अच्छी देख तापर तुम अच्छी दांत बा दांत क्षय केते पीएच हेल्ले दांत क्षय हम पीएच जदि 5.5 रु कम हुए तेरे कि हम ना दांत क्षय होबार संभावना अच्छी बा या तुम लिखिपर लेस देन 5.5 बुझे आउट मन रख ना दांत सब कि बनाई थाए ना कैल्शियम फॉस्फेट रे कैल्शियम फॉस्फेट फॉस्फेट तैयारी होता है यहाँ पर देखो ना कहीं क्यों एसिड अच्छे आम जानवा
देख ଭିନେଗାରରେ କେଉଁ ଏସିଡ୍ ଅଛି ନା ଏସିଟିକ୍ ଏସିଡ୍ ଅଛି। କମଳାରେ କିସ ଅଛି ନା ସାଇଟ୍ରିକ୍ ଏସିଡ୍ ଅଛି। ତେନ୍ତୁଳିରେ କିସ ଅଛି ଟାର୍ଟାରିକ୍ ଏସିଡ୍ ଅଛି। ଟମାଟୋରେ କିସ ଅଛି ଆକ୍ଜଲିକ୍ ଏସିଡ୍ ଅଛି। ଦହିରେ କିସ ଅଛି ଲାକ୍ଟିକ୍ ଏସିଡ୍ ଅଛି। ଲେମ୍ବୁରେ କିସ ଅଛି ସାଇଟ୍ରିକ୍ ଏସିଡ୍ ଅଛି। ପିମ୍ପୁଡ଼ି କାମୁଡ଼ିଲେ କି ଏସିଡ୍ ଆମ ବଡ଼ିକୁ ଯାଏ ନା ମିଥାନୋଇକ୍ ଏସିଡ୍ বা ଫର୍ମିକ୍ ଏସିଡ୍। ମନେ ରଖିବ ମିଥାନୋଇକ୍ ଏସିଡ୍ର ଆଉ ଗୋଟେ ନାଁ ହେଉଛି ଫର୍ମିକ୍ ଏସିଡ୍। ବିଛୁଆତି କାମୁଡ଼ିଲେ କିସ ଯିବ ସେମ୍ ମିଥାନୋଇକ୍ ଏସିଡ୍ বা ଫର୍ମିକ୍ ଏସିଡ୍।